ପିଙ୍ଗଲ ଗ୍ରାମରେ ନବବଧୂ ମୃତ୍ୟୁ ହତ୍ୟା ଅଭିଯୋଗରେ ସ୍ୱାମୀ ଥାନାରେ ଅଟକ। ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିଙ୍ଗଲ ଗ୍ରାମରେ ଏକ ନବବଧୂଙ୍କର ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟତା ସୃଷ୍ଟି ହୋଇଛି। ଏହାକୁ ହତ୍ୟା ଘଟଣା ବୋଲି ଅଭିଯୋଗ କରି ପରିବାରବର୍ଗ କଳିଙ୍ଗନଗର ଥାନା ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ସୂଚନା ଅନୁସାରେ ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସିଙ୍ଗାଡ଼ିଆ ଗ୍ରାମର ପବନା ଦାସଙ୍କ 25 ବର୍ଷୀୟ କନ୍ୟା ସିଲି ଦାସଙ୍କର ବିବାହ ପ୍ରାୟ 2 ମାସ ପୂର୍ବେ ପିଙ୍ଗଲ ଗ୍ରାମର ଭୀମ ଦାସଙ୍କ ପୁଅ ଧର୍ମରାଜ ଦାସଙ୍କ ସହିତ ହୋଇଥିଲା। କିନ୍ତୁ କୌଣସି କାରଣକୁ କେନ୍ଦ୍ର କରି ସ୍ୱାମୀ ଓ ଶ୍ୱଶୁର ଘର ପକ୍ଷରୁ ସିଲିଙ୍କୁ ପ୍ରଥମେ ହତ୍ୟା କରି ପରେ କିରୋସିନ ଢାଳି ନିଆଁ ଲଗାଯାଇ ତାଙ୍କର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ପରିବାର ଲୋକ ସୋମବାର ରାତିରେ କଳିଙ୍ଗନଗର ଥାନା ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସ୍ୱାମୀ ଧର୍ମରାଜ ଦାସଙ୍କୁ ଅଟକ ରଖିଛନ୍ତି ଏବଂ ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳବାର ଦିନ ପୋଲିସଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ସୂଚନା ମିଳିଛି।